नमस्कार। आज आमे गोटे बहुत माने अलगा प्रकार पर्व विषय कथा हवा तमिलनाडुर थिमिति। हाँ थिमिति ଏହା बहुत रोमांचकर। आम पाखरे गोटे बहिर किछि अंश अछि थिमिति अग्नि परीक्षा और भक्ति। तो सही आधार रे आमे आज टिके भीतर को जीवा। निश्चय। हमर उद्देश्य हेउछि एही परंपरा को बुझीवा खाली जानिबा नुहे। हाँ एहार सांस्कृतिक गभीरता को बुझिबा दरकार। तेबे एहार सबुठु चर्चित कथा हला सेई अग्नि उपरे चालिबा। एटा देखिबाकू जेतिके आश्चर्य लागे हाँ सत्तरे एहार पछर कहानी भी सेमति गभीर। अच्छा आम उत्सव अनुसारे ए पर्वटी कहा पई पालन करा जाए? देखंतु एही पर्व मुख्यतः पालन करा जाए महाभारतर द्रौपदीଙ୍କ सम्मानरे, पांडव मानकर पत्नी द्रौपदीଙ୍କ सम्मानरे। हाँ अच्छा हाँ आम उत्सरे एकथा स्पष्ट लेखा अछि। एटा खाली गोटे परंपरा नुहे, एहा द्रौपदीଙ୍କ प्रति गभीर भक्ति और श्रद्धार प्रतीक। वाह माने एते पुरुणा महाकाव्यर चरित्र आज भी एमिति भावरे पूजा पाउछंती, किंतु ए जो अग्नि उपरे चालिबा कथा एते कठिन कामटा द्रौपदीଙ୍କ सहित केमती जोड़ा? हाँ सेठी पा अछि प्रकृत कहानी। काहीकि एई निया उपरे चालिबा प्रथा को ही बछागला? उत्सव आउ कोन कहूछि? हाँ एमिति विश्वास करा जाए। आउ उत्सरे भी लेखा अछि जे महाभारत युद्ध परे द्रौपदी निजर पवित्रता प्रमाण करिथिले। ओहो केमिति? से अग्नि भितरे चाली जाइथिले आ कुहंती निया तांकू टिके भी क्षति पहुंचै पारिला नाही। अच्छा तेणु सेई घटना को मने पकाई आजि भी भक्त माने गरम कोइला उपरे खाली पादरे चालंती। बुझिली। एहा माने सेमानंको विश्वासर परीक्षा। एकदम एटा तांकर अतुट विश्वास, तांकर निष्ठा आउ द्रौपदीଙ୍କ प्रति समर्पणर प्रदर्शन। ଏହା କେवଳ ପବିତ୍ରତା ନୁହେଁ, କଠିନ ପରିସ୍ଥିତିରେ ବି ଦୃଢ଼ ରହିବାର ସଂକେତ। ବୁଝିଲି ବୁଝିଲି। ଏହା ତେବେ ଖାଲି ଗୋଟେ ଶାରୀରିକ କାମ ନୁହେଁ, ଏହା ପଛରେ ଗଭୀର ଆଧ୍ୟାତ୍ମିକ ଭାବନା ରହିଛି। ଆଚ୍ଛା ଏଥିପାଇଁ ଭକ୍ତମାନେ କିଛି ପ୍ରସ୍ତୁତି କରନ୍ତି କି? ମାନେ ଏମିତି ତ ହଠାତ୍ ଯାଇ ଚାଲି ହବନି? ନା ନା ବିଲକୁଲ ନୁହେଁ, ବରଂ ବହୁତ କଠୋର ପ୍ରସ୍ତୁତି ଦରକାର। ଆମ ବହିରେ ଏହାର ବିସ୍ତୃତ ବିବରଣୀ ଅଛି। ଓ କଣ ସେ ପ୍ରସ୍ତୁତି? ଯେଉଁମାନେ ଚାଲନ୍ତି ସେମାନେ ଆଗରୁ ଗୋଟେ କଠିନ ବ୍ରତ ପାଳନ କରନ୍ତି, ଦୀର୍ଘ ସମୟ ଉପବାସ ରହନ୍ତି, ନିୟମିତ ପୂଜା ପ୍ରାର୍ଥନା ଆଉ କେତେକ ଶୁଦ୍ଧିକରଣ ପ୍ରକ୍ରିୟା ବି ଥାଏ। ମାନସିକ ବି ରଖିଥାନ୍ତି କେହି କେହି। ମାନସିକ? ଆଚ୍ଛା ହଁ ଏସବୁ ଦ୍ୱାରା ସେମାନେ ନିଜକୁ ଶରୀର ଆଉ ମନ ଦୁଇଟି ସ୍ତରରେ ପ୍ରସ୍ତୁତ କରନ୍ତି ଏଇ କଠିନ ପରୀକ୍ଷା ପାଇଁ। ଆଉ ଗୋଟେ କଥା ଉତ୍ସରେ କୁହାଯାଇଛି ଯେ ସାଧାରଣତଃ ନିମ କାଠର ଅଙ୍ଗାର ବ୍ୟବହାର ହୁଏ। ତାର ବି ନିଜରେ ଏକ ସାଙ୍କେତିକ ମହତ୍ତ୍ୱ ଅଛି। ବାସ୍ତବିକ ଏ ପ୍ରସ୍ତୁତି କଥା ଶୁଣିଲେ ହିଁ ଜଣାପଡୁଛି ଏହା କେତେ ଗମ୍ଭୀର ଆଉ ବ୍ୟକ୍ତିଗତ ନିଷ୍ଠା ଉପରେ ନିର୍ଭରଶୀଳ। କିନ୍ତୁ ଏ ଯୋଉ ବହି କଥା ଆମେ କହୁଛେ ସେଠିରେ କଣ ଖାଲି ବ୍ୟକ୍ତିଗତ ଭକ୍ତି କଥା ଅଛି ନା ଏହାର କିଛି ସାମୂହିକ ଦିଗ ବି ଅଛି? ହଁ ଏଇଟା ବି ଗୋଟେ ଭଲ ପ୍ରଶ୍ନ। ଦେଖନ୍ତୁ ନିଆଁ ଉପରେ ଚାଲିବାଟା ନିଶ୍ଚୟ ଗୋଟେ ବ୍ୟକ୍ତିଗତ ପରୀକ୍ଷା, କିନ୍ତୁ ଉତ୍ସରେ ଏହାର ସାମାଜିକ ଦିଗ ଉପରେ ବି ଜୋର ଦିଆଯାଇଛି। କେମିତି? ଏହି ପର୍ବ ସମୟରେ ପୁରା ସମ୍ପ୍ରଦାୟ ଏକାଠି ହୁଅନ୍ତି। ଯେଉଁମାନେ ଚାଲନ୍ତିନି ସେମାନେ ବି ସେଠି ଥାନ୍ତି। ହଁ ସମର୍ଥନ ପାଇଁ। ଏକଦମ ସେମାନେ ଭକ୍ତଙ୍କୁ ଉତ୍ସାହିତ କରନ୍ତି, ପ୍ରାର୍ଥନା କରନ୍ତି ଆଉ ଏ ପବିତ୍ର କାମରେ ସମସ୍ତେ ଭାଗ ନିଅନ୍ତି। ଏହା ଏକ ପ୍ରକାର ସାମୂହିକ ବିଶ୍ୱାସର ପ୍ରଦର୍ଶନ, ସମାଜ ଭିତରେ ଏକତା ବଢ଼ାଏ। ହଁ ଏହା ବାସ୍ତବିକ ଗୋଟେ ଅନନ୍ୟ ମିଶ୍ରଣ, ବ୍ୟକ୍ତିଗତ ସାହସ ଆଉ ସାମୂହିକ ବିଶ୍ୱାସର। ତେବେ ଆଜିର ଆଲୋଚନାରୁ ଆମେ ମୋଟାମୋଟି ବୁଝିଲେ ଯେ ଥିମିତି ଖାଲି ତାମିଲନାଡୁର ଗୋଟେ ନିଆଁ ପରୀକ୍ଷା ପର୍ବ ନୁହେଁ। ନା ତାଠୁ ବହୁତ ଅଧିକ। ହଁ ଏହା ଦ୍ରୌପଦୀଙ୍କ ପବିତ୍ରତା, ତାଙ୍କ ସାହସ ଆଉ ନିଷ୍ଠାକୁ ମନେ ପକାଇବାର ଗୋଟେ ଜୀବନ୍ତ ପରମ୍ପରା। ଏଥିପାଇଁ କଠୋର ପ୍ରସ୍ତୁତି ଦରକାର, ଆଉ ଏହା ବ୍ୟକ୍ତିଗତ ଭକ୍ତି ସହ ସମାଜକୁ ବି ଯୋଡ଼େ। ଆପଣ ପୁରା ଠିକ୍ କହିଲେ। ଆଉ ଏସବୁ କଥାକୁ ଦେଖିଲେ ଗୋଟେ ପ୍ରଶ୍ନ ମନକୁ ଆସେ। କୁହନ୍ତୁ। ଆମକୁ ଭାବିବାକୁ ପଡ଼ିବ ଯେ ହଜାର ହଜାର ବର୍ଷ ତଳର ମହାକାବ୍ୟର କାହାଣୀ ଆଉ ଚରିତ୍ର ସେମାନେ ଆଜି ବି କେମିତି ଏତେ ଶକ୍ତିଶାଳୀ ଭାବରେ ଲୋକଙ୍କ ଜୀବନକୁ, ତାଙ୍କ ବିଶ୍ୱାସକୁ, ଏପରିକି ତାଙ୍କ ସାଂସ୍କୃତିକ କାମକୁ ପ୍ରଭାବିତ କରୁଛନ୍ତି। ସତରେ ଏମିତିକି ଏଭଳି କଠୋର ଶାରୀରିକ ପରୀକ୍ଷା ଦେବାକୁ ବି ପ୍ରେରଣା ଦେଉଛନ୍ତି। ଏତେ ପୁରୁଣା ସୂତ୍ର ଆଜିର ଯୁଗରେ କେମିତି ଏତେ ପ୍ରାସଙ୍ଗିକ ହୋଇ ରହିଛି, ଏଟା ଚିନ୍ତା କରିବାର ବିଷୟ।